ଆରେ ମା କୁନି ମୁନି ବଣ୍ଟି ଆସ, ମୁଁ ତମ ମାନଙ୍କ ପାଇଁ ଖାଇବା ଆଣି ଦେଇଛି, କିଛି ଖାଇନିଅ। ମା କୁନି ମୁନି, ମୁଁ ଏବେ କାମକୁ ଯାଉଛି। ମୁଁ ଘରକୁ ନ ଫେରିବା ଯାଏଁ ତମେ ମାନେ ତମ ସାନ ଭାଇ ବଣ୍ଟିକୁ ଛାଡି କୁଆଡେ ବି ଯିବନି। ତମେ ମାନେ ତ ଜାଣ ତମ ସାନ ଭାଇ ବଣ୍ଟିର ଦେହ ଦୁର୍ବଳ। ସେ ଏକା ରହିଲେ ଯଦି ତାର କିଛି ବିପଦ ହେବ। ଠିକ ଅଛି ମା, ଚିନ୍ତା କରନି। ତୁମେ ନ ଆସିବା ଯାଏଁ ଆମେ ବଣ୍ଟିକୁ ଛାଡି କୁଆଡେ ବି ଯିବୁନି। ଆରେ ମୁନି, ଘରେ ବସି ବସି ମତେ ଭାରି ବୋର ଲାଗିଲାଣି। ମତେ ନା ଖେଳିବାକୁ ଇଚ୍ଛା ହଉଛି। ଚାଲେ ଆମେ ଗୋଟେ କାମ କରିବା, ଏ ବଣ୍ଟିକୁ ଘରେ ବନ୍ଦୀ କରି ଖେଳିବାକୁ ଯିବା। ମା ଆସିବା ପୂର୍ବରୁ ଆମେ ଘରକୁ ଫେରି ଆସିବା, ତାହେଲେ ମା କିଛି ବି ଜାଣିପାରିବେନି। ହଁ ଦିଦି, ମତେ ବି ଖେଳିବାକୁ ଇଚ୍ଛା ହଉଛି, ଚାଲ ଆମେ ଯିବା। ଦିଦି ଦିଦି, ମୁଁ ବି ତୁମ ସାଙ୍ଗରେ ବାହାରକୁ ଯିବି, ମତେ ବି ଖେଳିବାକୁ ଭାରି ଇଚ୍ଛା ହଉଛି। ନା ନା, ଆମେ ତତେ ବାହାରକୁ ନେଇ ପାରିବୁନି। ମା ଜାଣିଲେ ଆମକୁ ବହୁତ ରାଗିବେ। ତୋର ଯଦି ଏତେ ବାହାରକୁ ଯିବା ପାଇଁ ଇଚ୍ଛା ହଉଛି, ଏମିତି ଦୁର୍ବଳ ହେଇ କାହିଁକି ଜନ୍ମ ନେଲୁ? ଆମ ଭଳି ଶକ୍ତିଶାଳୀ ହେଇ ଜନ୍ମ ନେଲୁନି। ସେମିତି ହେଇଥିଲେ ତୋର ସବୁ ଇଚ୍ଛା ପୁରା ହେଇଥାନ୍ତା। ଏବେ ତୁ ଚୁପଚାପ ହେଇ ଘରେ ବସ। ମା ଆସିଲେ ଆମ ବିଷୟରେ କିଛି ବି କହିବୁନି, ବୁଝିଲୁ? ଠିକ ଅଛି ଦିଦି, ମୁଁ ତୁମର ସବୁ କଥା ମାନିବି। ମାଙ୍କୁ ତୁମ ବିଷୟରେ କିଛି ବି କହିବିନି। ହେ ଭଗବାନ, ମତେ କାହିଁକି ଏତେ ଦୁର୍ବଳ କଲ? ମୋ ଦୁର୍ବଳ ଶରୀର ବୋଲି ମୁଁ ବାହାରକୁ ଯାଇ ସମସ୍ତଙ୍କ ସହ ଖେଳି ପାରୁନି। ସବୁଦିନ ଅପେକ୍ଷା ଆଜି ମୁଁ ଅଧିକ କାମ କରିଛି, ସେଥିପାଇଁ ଆଜି ଅଧିକ ଟଙ୍କା ବି ପାଇଛି। ମୁଁ ଆଜି ବଣ୍ଟି ପାଇଁ କିଛି ଭିଟାମିନ୍ ଯୁକ୍ତ ଫଳ ନେଇଯିବି। ସେ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶକ୍ତି ପାଇବ। କାଉ ଭାଇ, ମତେ ଆଜି ଅଧିକ ଭିଟାମିନ୍ ଯୁକ୍ତ ଫଳ ଦିଅ। କିରେ ଚଢ଼େଇ, ତୋ ପୁଅର ଦେହ କଣ ଏଯାଏଁ ଭଲ ହେଇନି? ଆଜି କଣ ତୁ ଅଧିକ ଫଳ ନେଉଛୁ? ଯାହା ବି କର ଚଢ଼େଇ, ତୋର ସେ ଦୁର୍ବଳ ଛୁଆ କେବେ ବି ସୁସ୍ଥ ହେବନି। ଏମିତି କାହିଁକି କହୁଛ କାଉ ଭାଇ? ମୋ ପୁଅର ଦେହ ଦୁର୍ବଳ ବୋଲି ସେ କଣ କେବେ ଭଲ ହେବନି? ମୁଁ ଏମିତି କଣ ଭୁଲ କହିଲି କି? ଯାହା ସତ ତାହା ହିଁ କହିଲି। କାଉ ଭାଇ, ମୁଁ ତୁମ ସହ ଯୁକ୍ତି କରିବାକୁ ଚାହୁଁନି। ମତେ କିଛି ଫଳ ଦିଅ, ମୁଁ ଘରକୁ ଯିବି। ମା କୁନି ମୁନି, ବାହାରକୁ ଆସ, ଦେଖ ଆଜି ମୁଁ ସମସ୍ତଙ୍କ ପାଇଁ କଣ ଆଣିଛି। ଆରେ କବାଟ କଣ ବାହାର ପଟୁ ବନ୍ଦ ଅଛି? ଘରେ କଣ କେହି ନାହାନ୍ତି? ଆରେ ଆରେ, ମା ତ ଶୀଘ୍ର ଘରକୁ ଆସିଗଲେ। ଏଯାଏଁ ଦିଦି ମାନେ ଘରକୁ ଫେରି ନାହାନ୍ତି। ଏବେ ମୋ ମାଙ୍କୁ କଣ କହିବି? ମା, କବାଟ ଖୋଲି ଭିତରକୁ ଆସ, ମୁଁ ଘର ଭିତରେ ହିଁ ଅଛି। ଇଏ କଣ ବଣ୍ଟି ବାବା, ତତେ ଘରେ ଏକା ବନ୍ଦୀ କରି କୁନି ଆଉ ମୁନି କୁଆଡେ ଚାଲିଗଲେ? କଥା କଣ କି ମା, ତୁମେ ଆସିବାରେ ଡେରି କରିଦେଲ ତ, ସେଥିପାଇଁ ଦିଦି ମାନେ ତମକୁ ଖୋଜିବାକୁ ଯାଇଛନ୍ତି। ହେଲେ ମୁଁ ତ ଏବେ ଘରକୁ ଆସିଗଲି, ସେମାନେ ମତେ କୋଉଠି ଖୋଜିବେ? ମୁଁ ସେମାନଙ୍କ ପାଖକୁ ଯାଇ ତାଙ୍କୁ ନେଇ ଆସେ, ନହେଲେ କୁନି ଆଉ ମୁନି ଘରକୁ ଫେରିବାର ରାସ୍ତା ଭୁଲିଯିବେ। କୁନି ମୁନି, ତମେ ମାନେ ଏଠି ଖେଳୁଛ, ଆଉ ସେପଟେ ବଣ୍ଟିକୁ ଘରେ ବନ୍ଦୀ କରି ରଖିଛ? ମୁଁ କହିଥିଲି ନା ତାକୁ ଏକା ଛାଡି କୁଆଡେ ବି ଯିବନି। ମତେ ଖୋଜିବାକୁ ତମେ ମାନେ କାହିଁକି ବାହାରିଥିଲ? କାମ ଶେଷ ହେଲା ପରେ ମୁଁ ଠିକ ଘରକୁ ଫେରିବି। ତମେ ମାନେ ମତେ ଆଉ ଖୋଜିବା ପାଇଁ ବାହାରକୁ ଆସିବନି। କଥା କଣ କି ମା, ବଣ୍ଟି ଭାରି ଦୁର୍ବଳ। ଆମେ ଯୋଉ ଖେଳ ଖେଳିବୁ ବଣ୍ଟି ସେ ଖେଳ ଖେଳି ପାରିବନି, ସେଥିପାଇଁ ତାକୁ ଘରେ ରଖି ଆମେ ଏଠାକୁ ଆସିଥିଲୁ। ବଣ୍ଟି ଯୋଉ ଖେଳ ଖେଳି ପାରିବ, ତମେ ମାନେ ବି ସେଇ ଖେଳ ଖେଳିବ, ବୁଝିଲ? ଆଉ ହଁ, ଆଉ ଦିନେ ବି ବଣ୍ଟିକୁ ଘରେ ଏକା ରଖି ବାହାରକୁ ଆସିବନି। ଏବେ ଚାଲ ମୋ ସାଙ୍ଗରେ। ମା, ବଣ୍ଟିକୁ ଏତେ ଗୁଡେ ଫଳ ଖାଇବାକୁ ଦେଉଛ, ଆଉ ଆମକୁ କେତେ କମ ଫଳ କାହିଁକି ଦଉଛ? ଆରେ ତମେ ମାନେ କଣ ଦେଖୁନ, ବଣ୍ଟିର ଦେହ ଦୁର୍ବଳ। ସେ ଅଧିକ ଭିଟାମିନ୍ ଯୁକ୍ତ ଫଳ ଖାଇଲେ ଶୀଘ୍ର ତମମାନଙ୍କ ପରି ସୁସ୍ଥ ହେଇଯିବ। ତାପରେ ସେ ତମମାନଙ୍କ ସହ ଖେଳି ପାରିବ। ଏମିତି ଶୁଣି କୁନି ଆଉ ମୁନି କିଛି ବି କହିଲେନି। ତାପରେ ସେମାନେ ଫଳ ଖାଇଲେ। କିଛି ସମୟ ପରେ ସନ୍ଧ୍ୟା ହେଇଗଲା, ସମସ୍ତେ ଶୋଇଲେ। ପରଦିନ ସକାଳେ ମା ଚଢ଼େଇ କାମକୁ ଯିବା ପରେ, ଏ ବଣ୍ଟି, ତୁ ମାକୁ କାଲି ଆମ ବିଷୟରେ କାହିଁକି କହିଦେଲୁ? ଆମେ ମନା କରିଥିଲୁ ନା କିଛି କହିବା ପାଇଁ? ନା ନା ଦିଦି, ମୁଁ ତୁମ ବିଷୟରେ ମାକୁ କିଛି ବି କହିନି। ତମେ ମାନେ ଯୋଉ ଖେଳିବାକୁ ଯାଇଥିଲ ସେ କଥା ବି କହିନି। ମୁଁ ଜାଣେ ମାକୁ ଏକଥା କହିଲେ ମା ତମ ମାନଙ୍କୁ ରାଗିବେ, ସେଥିପାଇଁ କହିଲି ତମେ ମାନେ ମାକୁ ଖୋଜିବାକୁ ଯାଇଛ।
ଭଲ କରିଛୁ କିଛି ନ କହି। ଆଜି ବି ଆମେ ଖେଳିବାକୁ ଯିବୁ, ତତେ ବି ସାଙ୍ଗରେ ନେଇଯିବୁ। ଆମେ ଯାହା ବି ଖେଳିବୁ ତୁ ଖେଳି ପାରିବୁନି, ସେଥିପାଇଁ ତୁ ଚୁପ୍ ହେଇ ବସି ଆମକୁ ଦେଖିବୁ। ମା ପଚାରିଲେ କହିବୁ ତୁ ବି ଖେଳିଛୁ, ବୁଝିଲୁ? ଆଚ୍ଛା ଠିକ ଅଛି ଦିଦି। ବାଃ କେତେ ମଜା ଲାଗୁଛି ମୁନି। ମତେ ବଲ୍ ଦେ, ବଲରେ ଖେଳିବାକୁ ମତେ ଭାରି ମଜା ଲାଗେ। ଦିଦି ଦିଦି ମତେ ବି ଟିକେ ଖେଳାଅ, ମୋର ବି ଖେଳିବାକୁ ଭାରି ଇଚ୍ଛା ହଉଛି। ଆମ ଅପେକ୍ଷା ମା ତତେ ଅଧିକ ଫଳ ଖାଇବାକୁ ଦିଅନ୍ତି, ତଥାପି ତୁ କାହିଁକି ଶକ୍ତିଶାଳୀ ହେଇପାରୁନୁ କହିଲୁ? ଯେବେ ଶକ୍ତିଶାଳୀ ହେବୁ ସେବେ ଆମ ସାଙ୍ଗରେ ଖେଳି ପାରିବୁ। ଏମିତି ଶୁଣି ବଣ୍ଟିର ମନ ଦୁଃଖ ହେଇଗଲା। କୁନି ଆଉ ମୁନି ଖେଳିବାକୁ ଲାଗିଲେ। ସନ୍ଧ୍ୟାରେ ସମସ୍ତେ ଘରକୁ ଫେରୁଥିଲେ। ହଠାତ୍ ସେମାନେ ରାସ୍ତାରେ ଗୋଟେ ପାଚିଲା କଦଳୀ ଗଛ ଦେଖିଲେ। ଏ ବଣ୍ଟି, ତୁ ଏଠୁ ଚାଲି ଯା, ଏ ଗଛର ପାଚିଲା କଦଳୀ ଆମେ ଖାଇବୁ। ତୋ ପାଇଁ ଆମକୁ ଘରେ ବେଶୀ ଫଳ ଖାଇବାକୁ ମିଳେନି, ଏବେ ତୁ ଯା ଏଠୁ। ଦିଦି ମତେ ବି ପାଚିଲା କଦଳୀ ଖାଇବାକୁ ଇଚ୍ଛା ହଉଛି, ମତେ ବି ଗୋଟେ ଦିଅ। ନା, ଆମେ ତତେ ଗୋଟେ ବି କଦଳୀ ଦେଇ ପାରିବୁନି। ସେପଟେ ଦେଖେ, ଆଗରେ ଗୋଟେ କଞ୍ଚା କଦଳୀ ଗଛ ଅଛି, ଯା ସେଠି ଥିବା କଞ୍ଚା କଦଳୀ ଖାଇବୁ। ସେମାନଙ୍କ କଥା ଶୁଣି ବଣ୍ଟି ଆଉ କିଛି ବି କହିଲାନି। ସେ କଞ୍ଚା କଦଳୀ ଗଛ ପାଖକୁ ଗଲା, ଆଉ ଗୋଟେ କଞ୍ଚା କଦଳୀ ତୋଳି ଖାଇଲା। ହଠାତ୍ ଏକ ଚମତ୍କାର ଘଟଣା ଘଟିଲା। ସେ କଦଳୀ ଗଛରେ ଥିବା ସବୁ କଦଳୀ ସୁନା ପାଲଟି ଗଲା, ଆଉ ବଣ୍ଟି ବି ଶକ୍ତିଶାଳୀ ହେଇଗଲା। ଆରେ ଏ କଣ ହେଇଗଲା? ଏ ଗଛର ସବୁ କଦଳୀ ସୁନା କେମିତି ହେଲା? ଆଉ ମତେ ଏତେ ଶକ୍ତି କେମିତି ମିଳିଲା? ମୁଁ ତୋର ସବୁ ଇଚ୍ଛା ପୂରା କରିଛି ବଣ୍ଟି। ମୁଁ ହେଉଛି ଯାଦୁର କଦଳୀ ଗଛ। ଏକ ଅଭିଶାପ କାରଣରୁ ମୁଁ କଞ୍ଚା କଦଳୀ ଗଛ ପାଲଟି ଯାଇଥିଲି। ମୋ ଗଛର କଦଳୀ କେବେ ବି ପାଚୁ ନଥିଲା। ମୁଁ କଞ୍ଚା କଦଳୀ ଗଛ ହେଇଥିବାରୁ କେହି ବି ମୋ ପାଖକୁ ଆସୁନଥିଲେ। ଏତେ ଦିନ ପରେ ଯାଇ ତୁ ମୋ ପାଖକୁ ଆସିଲୁ, ଆଉ ମୋ ଗଛର କଦଳୀ ଖାଇଲୁ। ମତେ ଅଭିଶାପରୁ ମୁକ୍ତି ମିଳିଲା, ସେଇ ଖୁସିରେ ମୁଁ ତ ଇଚ୍ଛା ପୂରା କରିଛି। ଯାଦୁର ଗଛ, ମୁଁ ତୁମକୁ କେମିତି ଧନ୍ୟବାଦ ଦେବି ଜାଣିପାରୁନି। ଏତେ ଦିନ ପରେ ଯାଇ ମୁଁ ଶକ୍ତି ପାଇଲି। ମୋ ମା ଏକଥା ଜାଣିଲେ ଅନେକ ଖୁସି ହେଇଯିବେ। ସତରେ ଯାଦୁର କଦଳୀ ଗଛ, ତୁମକୁ ଅନେକ ଅନେକ ଧନ୍ୟବାଦ। ନା ନା, ଧନ୍ୟବାଦ ଦେବାକୁ ପଡିବନି। ଏସବୁ ମୋ ତରଫରୁ ତୋ ପାଇଁ ଏକ ଉପହାର। ତୁ ଏ ସବୁ ସୁନା କଦଳୀ ବି ନେଇଯା। ଏସବୁ ଆଜିଠୁ ତୋର। ତୁ ଏ ସୁନା କଦଳୀ ବିକ୍ରି କରି ଖୁସିରେ ରହ। ତାପରେ ବଣ୍ଟି ସୁନା କଦଳୀ ଧରି ତା ଭଉଣୀମାନଙ୍କ ପାଖକୁ ଗଲା। ସେତେବେଳେ ସେ ଦେଖିଲା ଗୋଟେ ରାକ୍ଷସ ଚିଲ ତା ଭଉଣୀମାନଙ୍କୁ ଘେରି ଅଛି। ହା ହା ହା, ଏତେ ଦିନ ପରେ ଆଜି ଦୁଇଟା କଅଁଳିଆ ଚଢ଼େଇ ଛୁଆ ପାଇଲି। ଆଜି ତ ମଜା ଆସିଯିବ। ଆସ ମୋ ପାଖକୁ ଆସ, ମୁଁ ଏବେ ତମମାନଙ୍କୁ ଖାଇବି। ଏ କଣ, ରାକ୍ଷସ ଚିଲ ମୋ ଭଉଣୀମାନଙ୍କୁ ଖାଇବା ପାଇଁ ଚାହୁଁଛି? ନା ନା, ମୁଁ ଏମିତି ହେବାକୁ ଦେବିନି। ଏବେ ମୋ ପାଖରେ ଶକ୍ତି ଅଛି, ମୁଁ ମୋ ଭଉଣୀମାନଙ୍କୁ ରକ୍ଷା କରିବି। ରାକ୍ଷସ ଚିଲ, ମୋ ଭଉଣୀମାନଙ୍କର କିଛି କ୍ଷତି କରନି, ନହେଲେ ମୁଁ ତତେ ମାରିଦେବି। ଏଇ ଛୋଟ ହେଇ ବଡ଼ ବଡ଼ କଥା କହୁଛୁ? ତୋର ସାହସ ତ କମ୍ ନାହିଁ, ମତେ ଧମକ ଦେଉଛୁ? ଆଗ ତତେ ଖାଇବି, ତାପରେ ତ ଭଉଣୀମାନଙ୍କୁ ଖାଇବି। ଏମିତି କହି ରାକ୍ଷସ ଚିଲ ବଣ୍ଟିକୁ ମାରିବା ପାଇଁ ତା ପାଖକୁ ଆସିଲା। ବଣ୍ଟି ବି ରାକ୍ଷସ ଚିଲ ସହ ଲଢ଼େଇ କଲା, ଆଉ କିଛି ସମୟରେ ହିଁ ସେ ରାକ୍ଷସ ଚିଲକୁ ମାରିଦେଲା। ଆରେ ବଣ୍ଟି, ତୁ ଏତେ ଶକ୍ତି କେମିତି ପାଇଲୁ? ଗୋଟେ ରାକ୍ଷସ ଚିଲକୁ ତୁ ମାରିଦେଲୁ। ତାପରେ ବଣ୍ଟି ସେମାନଙ୍କୁ ସବୁ ଘଟଣା କହିଲା। ଆମକୁ କ୍ଷମା କରିଦେ ଭାଇ, ଆମେ ତୋ ସହ ଏତେ ଖରାପ ବ୍ୟବହାର କଲା ପରେ ବି ତୁ ଆମର ଜୀବନ ରକ୍ଷା କଲୁ। ଆମେ ଆଉ କେବେ ବି ତତେ ରାଗିବୁନି। ଏହି ଥରକୁ ଆମକୁ କ୍ଷମା କରିଦେ। ହଁ ଭାଇ, ମତେ ବି ତୁ କ୍ଷମା କରିଦେ। ମୁଁ ବି ଆଉ କେବେ ବି ତୋ ସହ ଖରାପ ବ୍ୟବହାର କରିବିନି। ଆରେ ଆରେ, ତମେ ମାନେ ବଡ଼ ହେଇ ମତେ କାହିଁକି କ୍ଷମା ମାଗୁଛ? ବିପଦରେ ଭଉଣୀ ପଡ଼ିଲେ ଭାଇ ତାକୁ ସାହାଯ୍ୟ କରେ, ଆଉ ଭାଇ ବିପଦରେ ପଡ଼ିଲେ ଭଉଣୀ ତାକୁ ସାହାଯ୍ୟ କରେ। ତା ଛଡ଼ା ମୁଁ ମୋ ଦୁଇ ଭଉଣୀକୁ ବହୁତ ଭଲ ପାଏ। ମୁଁ ତମମାନଙ୍କ ପାଇଁ ମୋ ଜୀବନ ବି ଦେଇପାରିବି। ଏମିତି ଶୁଣି କୁନି ଆଉ ମୁନି ନିଜ ଭୁଲ ବୁଝିପାରିଲେ। ସେମାନେ ତାଙ୍କ ଭାଇକୁ ଜାବୁଡ଼ି ଧରି ଅନେକ କାନ୍ଦିଲେ। ସେତେବେଳେ ମା ଚଢ଼େଇ ସେଠାକୁ ଆସୁଥିଲା। ସେ ଛୁଆଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଗଲା। ପିଲାମାନେ, ମୁଁ ଆଜି ତମମାନଙ୍କୁ ଗୋଟେ କଥା କହୁଛି, ମନେ ରଖିବ। କେବେ ବି କାହାକୁ ଅବହେଳା କରିବନି। କେତେବେଳେ କାହାର ଭାଗ୍ୟ ପରିବର୍ତ୍ତନ ହେଇଯିବ ତା କେହି କହିପାରିବେନି। ଆସ ଏବେ ଘରକୁ ଯିବା।
ତାପରେ ସେମାନେ ସୁନା କଦଳୀ ଧରି ଘରକୁ ଆସିଲେ। ସେମାନେ ସୁନା କଦଳୀ ବିକ୍ରି କରି ତାଙ୍କର ସବୁ ଅଭାବ ଦୂର କଲେ। ବଣ୍ଟି ପ୍ରତିଦିନ ତା ଭଉଣୀମାନଙ୍କ ସହ ଖେଳୁଥିଲା। ଏମିତି ସେ ତା ପରିବାର ସହ ଖୁବ୍ ଖୁସିରେ ରହିଲା। ଆରେ ଏ କଣ ହେଇଗଲା? ମୁଁ ତ ଟିକେ ବି ହଲି ପାରୁନି। ମତେ କେହି ସାହାଯ୍ୟ କର। କିଏ ତୁମେ? ଏମିତି କାନ୍ଦୁଛ କାହିଁକି? ମୁଁ ଜଣେ ପରୀ। ଗୋଟେ ଯାଦୁଗର ମତେ ଧରିବାକୁ ଚାହୁଁଥିଲା। ତା ପାଖରୁ ରକ୍ଷା ପାଇବା ପାଇଁ ମୁଁ ଏ ଜଙ୍ଗଲକୁ ଚାଲି ଆସିଲି। ଲୁଚିବା ପାଇଁ ଜାଗା ଖୋଜିବା ସମୟରେ ମୁଁ ଏକ ଗଛ ସହ ଧକ୍କା ହେଇ ପଡ଼ିଗଲି। ଆଉ ମୋର ଏମିତି ଅବସ୍ଥା ହେଲା। ତମେ ଦୁଇ ଜଣ ମତେ ଟିକେ ସାହାଯ୍ୟ କର। ଏଇ ପାଖରେ ଗୋଟେ ମକା ଘର ଅଛି। ମତେ ସେ ଘର ଭିତରକୁ ନେଇଯାଅ। ମୁଁ ସେଠି କିଛି ସମୟ ଆରାମ କଲା ପରେ ସୁସ୍ଥ ହେଇଯିବି। ପରୀର ଏପରି କଥା ଶୁଣି ଦୁଇ କାଉ ତାଠୁ ଦୂରକୁ ଯାଇ କଥା ହେଲେ। ଆରେ ଶୁଣ ନା, ଇଏ ଗୋଟେ ପରୀ। ଚାଲ ଆମେ ତାକୁ ସାହାଯ୍ୟ କରିବା। ମୁଁ ଶୁଣିଛି ପରୀମାନଙ୍କୁ ଯିଏ ସାହାଯ୍ୟ କରେ ପରୀ ସେମାନଙ୍କୁ ଉପହାର ଦିଏ। ଆମେ ଏଇ ପରୀକୁ ସାହାଯ୍ୟ କରିବା, ଆଉ ଉପହାରରେ ତାଠୁ ଆମେ ଅନେକ ସୁନା ନେଇଯିବା। କାଉ ବି ତା ସ୍ତ୍ରୀ କଥାରେ ରାଜି ହେଇଗଲା। ତାପରେ ଦୁଇ କାଉ ପରୀକୁ ନେଇ ସେ ମକା ଘର ଭିତରକୁ ଗଲେ। ତମ ଦୁଇ ଜଣଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ମୋ ଜୀବନ ବଞ୍ଚିଗଲା। ଧନ୍ୟବାଦ ତ ଠିକ ଅଛି, ହେଲେ ପରୀ ଆମେ ତୁମକୁ ସାହାଯ୍ୟ କରିଛୁ। ତା ବଦଳରେ ଆମକୁ କିଛି ଉପହାର ଦିଅ। ହଁ ହଁ, ମୁଁ ତୁମମାନଙ୍କୁ ନିଶ୍ଚୟ ଉପହାର ଦେବି। କିନ୍ତୁ ମୋ ଯାଦୁର ଲାଠି ବିନା ମୋ ଯାଦୁ ଶକ୍ତି କାମ କରିନି। ମୁଁ ଯୋଉ ଗଛ ତଳେ ପଡ଼ିଥିଲି ସେଇ ଗଛ ପାଖରେ ହିଁ ମୋ ଯାଦୁର ଲାଠି ପଡ଼ିଥିବ। ମତେ ମୋ ଯାଦୁର ଲାଠି ଆଣିଦିଅ, ମୁଁ ତୁମକୁ ଉପହାର ଦେବି। ଏମିତି ଶୁଣି ଦୁଇ କାଉ ପରୀର ସେ ଯାଦୁର ଲାଠି ନେବା ପାଇଁ ଆସିଲେ। କିଛି ସମୟ ଖୋଜିଲା ପରେ ସେମାନେ ସେ ଯାଦୁର ଲାଠି ପାଇଗଲେ। ଆରେ ଏଇ ତ ସେ ପରୀର ଯାଦୁର ଲାଠି। ଚାଲ ଏବେ ୟାକୁ ନେଇ ତା ପାଖକୁ ଯିବା। ଆରେ ରହ ରହ, ଏ ଯାଦୁର ଲାଠି ଯଦି ଆମେ ପରୀକୁ ଦେବା ସେ କେବଳ ଥରେ ଆମକୁ ଉପହାର ଦେବ। କିନ୍ତୁ ଯଦି ଏ ଯାଦୁର ଲାଠି ଆମେ ନେଇଯିବା ଆମେ ସବୁଦିନ ଉପହାର ପାଇବା। ହଁ, ତୁମେ ଏକଦମ ଠିକ କଥା କହିଛ। ହେଲେ ସେ ପରୀ ତ ଏକଥା ଜାଣିଲେ ଆମଠୁ ଏ ଯାଦୁର ଲାଠି ନେଇଯିବ। ତୁ ଚିନ୍ତା କରନି, ଆମେ ଯାଦୁର ଲାଠି ନେଇ ପରୀକୁ ସେହି ମକା ଘରେ ବନ୍ଦୀ କରିଦେବା। ସେ କେବେ ବି ମକା ଘରୁ ବାହାରି ପାରିବନି କି ଆମଠୁ ଏ ଯାଦୁର ଲାଠି ନେଇ ପାରିବନି। ଏମିତି କଥା ହେଇ ଦୁଇ କାଉ ପରୀକୁ ସେଇ ମକା ଘରେ ବନ୍ଦୀ କରିଦେଲେ। ପରୀ ଯେତେବେଳେ ଏକଥା ଜାଣିଲା ସେ କାଉ ମାନଙ୍କୁ କହିଲା, ଆରେ ତମେ ମାନେ କଣ କରୁଛ? ଏଭଳି ଭୁଲ କରନି। ମତେ ମକା ଘରେ ବନ୍ଦୀ କରନି। ମତେ ଶୀଘ୍ର ଏଠୁ ବାହାର କର। ମୋ ଯାଦୁ ଲାଠିର ଅପବ୍ୟବହାର କରନି, ନହେଲେ ପଛରେ ତମେ ମାନେ କଷ୍ଟ ପାଇବ। ଚୁପ୍ କର ପରୀ, ଆଜିଠୁ ତୋର ଯାଦୁର ଲାଠି ଆମର। ତୁ ଆଉ କେବେ ବି ଏ ମକା ଘରୁ ବାହାରି ପାରିବୁନି କି ଆମର କ୍ଷତି କରିପାରିବୁନି। ପରୀର କିଛି କଥା ନ ଶୁଣି ଦୁଇ କାଉ ସେ ଯାଦୁର ଲାଠି ଧରି ଘରକୁ ଆସିଲେ। ହା ହା ହା, ଏବେ ଯାଦୁର ଲାଠି ସାହାଯ୍ୟରେ ଆମେ ଜଙ୍ଗଲରେ ସବୁଠାରୁ ଧନୀ ପକ୍ଷୀ ହେଇଯିବା। ଏକଥା ଭାବିଲା ବେଳେ ମତେ କେତେ ଯେ ଖୁସି ଲାଗୁଛି ମୁଁ କହିପାରୁନି। ମତେ କଣ କମ ଖୁସି ଲାଗୁଛି କି? ମତେ ତ ଖୁସିରେ ବିରିୟାନୀ ଖାଇବାକୁ ଇଚ୍ଛା ହଉଛି। ତତେ ବିରିୟାନୀ ଖାଇବାକୁ ଇଚ୍ଛା ହେଉଛି? ମୁଁ ଏବେ ତୋ ପାଇଁ ବିରିୟାନୀ ଆଣିଦଉଛି। ତାପରେ କାଉ ସେ ଯାଦୁର ଲାଠିକୁ ବୁଲେଇଲା। ସଙ୍ଗେ ସଙ୍ଗେ ସେଠି 2 ପ୍ଲେଟ ବିରିୟାନୀ ବାହାରିଲା। ଆରେ ବାଃ, ମୁଁ କହୁ କହୁ ତୁମେ ମୋ ପାଇଁ ବିରିୟାନୀ ଆଣିଦେଲ। ଦେଖୁଛୁ କଣ, ଶୀଘ୍ର ତ ମନ ପସନ୍ଦର ବିରିୟାନୀ ଖା। ତାପରେ ଦୁଇ କାଉ ମନ ଖୁସିରେ ବିରିୟାନୀ ଖାଇଲେ ଆଉ ରାତିରେ ଶୋଇପଡ଼ିଲେ। ପରଦିନ ସକାଳେ, ଆରେ ଦେଖ ନା, ଆମ ଘରଟା କେତେ ଭଙ୍ଗା ଆଉ ଆମ ଜିନିଷ ପତ୍ର ବି ପୁରୁଣା। ଏଇ ଯାଦୁର ଲାଠି ଦେଇ ଆମ ଘରକୁ ନୂଆ କରିଦିଅ ନା। କାଉ ତାଙ୍କ ପୁରୁଣା ଜିନିଷକୁ ନୂଆ କରିଦେଲା ଆଉ ତାଙ୍କ ଘରକୁ ବି ବଡ଼ କରିଦେଲା। ଏମିତି ଦୁଇ କାଉ ଯାଦୁର ଲାଠି ସାହାଯ୍ୟରେ ଅନେକ ଧନୀ ହେଇଗଲେ। ତଥାପି ସେମାନେ ଖୁସି ନଥିଲେ। ସେମାନେ କେମିତି ଜଙ୍ଗଲର ଅନ୍ୟ ଚଢ଼େଇମାନଙ୍କୁ ହଇରାଣ କରିବେ ଚିନ୍ତା କଲେ। ଆରେ ଶୁଣୁଛ, ଆମେ ଏତେ ଧନୀ ହେଲା ପରେ ବି ଚଢ଼େଇମାନେ ଆମ କଥା ଶୁଣୁନାହାନ୍ତି। ଏଇ ଜଙ୍ଗଲରେ ଏମିତି ବି ଚଢ଼େଇ ଅଛନ୍ତି ଯୋଉମାନେ ଏବେ ବି ଧନୀ। ଏମିତି କିଛି କର ଯେମିତି ଏ ଜଙ୍ଗଲର ସବୁ ଚଢ଼େଇ ଗରିବ ହେଇଯିବେ ଆଉ ଆମର ସବୁ କଥା ମାନିବେ। ଆରେ ବାଃ, ତୁ ଏକଦମ ଠିକ କଥାଟେ କହିଲୁ। ମୁଁ ତ ଏମିତି ଭାବି ନଥିଲି। ମୁଁ ଏବେ ହିଁ ସବୁ ଚଢ଼େଇଙ୍କୁ ଗରିବ କରିଦେବି। ତାପରେ ସବୁ ଚଢ଼େଇ ଆମ କଥାରେ ଉଠିବେ
ଆଉ ଆମ କଥାରେ ବସିବେ। ଏମିତି ଚିନ୍ତା କରି କାଉମାନେ ଚଢ଼େଇର ଘରକୁ ଗଲେ ଆଉ ତାର ମଜବୁତ ଘରକୁ ଭଙ୍ଗା ଘର କରିଦେଲେ। ଏ କଣ କାଉ ଭାଇ, ତୁମେ କଣ କଲ? ମୋର ଏତେ ମଜବୁତ ଘରକୁ ଭଙ୍ଗା ଘର କରିଦେଲ। ଏବେ ଶୀତ ଦିନ, ରାତି ହେଲେ ଅନେକ ଥଣ୍ଡା ଲାଗୁଛି। ଏବେ ମୁଁ କେମିତି ଏ ଭଙ୍ଗା ଘରେ ରହିବି? ମୋ ଘରକୁ ଆଗ ଭଳି କରିଦିଅ। ତୁ ମୋ ମୁହଁ ଉପରେ ଜବାବ ଦେଉଛୁ? ତୋର ସାହସ ତ କମ ନାହିଁ। ଆଜିଠୁ ଆମେ ଏଇ ଜଙ୍ଗଲର ରାଜା ଆଉ ରାଣୀ। ତୁ ଆମର ସବୁ କଥା ମାନିବୁ। ଯଦି ନ ମାନିବୁ ତୋର ଏଇ ଭଙ୍ଗା ଘରକୁ ବି ଆମେ ନେଇଯିବୁ। ଏମିତି କହି କାଉମାନେ ସେଠାରୁ ଚାଲିଗଲେ। ଠିକ୍ ଏହିପରି ସବୁ ଚଢ଼େଇଙ୍କ ନୂଆ ଘରକୁ ସେମାନେ ପୁରୁଣା ଆଉ ଭଙ୍ଗା ଘର କରିଦେଉଥିଲେ। ଚଢ଼େଇମାନଙ୍କ ଉପରେ ସେମାନେ ଅନେକ ଅତ୍ୟାଚାର କରୁଥିଲେ। ଅନେକ କଷ୍ଟ କରି ଶୀତ ଦିନ ଆସିବା ଆଗରୁ ମୁଁ ମୋ ଘରକୁ ମଜବୁତ କରିଥିଲି, ହେଲେ ସେ ଦୁଷ୍ଟ କାଉମାନେ ମୋ ଘରକୁ ଭଙ୍ଗା ଘର କରିଦେଲେ। ଥଣ୍ଡା ପାଇଁ ମୁଁ ଆଉ ମୋର ପରିବାର ଅନେକ କଷ୍ଟ ପାଉଛୁ। ହେ ଭଗବାନ, ସେ ଦୁଷ୍ଟ କାଉମାନଙ୍କୁ ଶୀଘ୍ର ଶାସ୍ତି ଦିଅ। ହଁ, ଠିକ କହିଲ ମିଟୁ ଭାଇ। ଏ କାଉମାନେ ଆମ ଉପରେ ଅନେକ ଅତ୍ୟାଚାର କରୁଛନ୍ତି। ଭଗବାନ ତାଙ୍କୁ ନିଶ୍ଚୟ ଶାସ୍ତି ଦେବେ। ଆରେ ତମେ ମାନେ ଏଠି କାନ୍ଦୁଛ? କାନ୍ଦିବନି ବି କଣ ପାଇଁ? କାଉମାନେ ଯାହା ବି କରୁଛନ୍ତି ତା ପାଇଁ ତ ସମସ୍ତେ କାନ୍ଦୁଛନ୍ତି। ଆଉ ମନ ଦୁଃଖ କରନି। ମୁଁ ଏବେ ଶୁଣି ଆସିଲି ଆଜି ରାତିରେ ଅନେକ ଶୀତ ପଡିବ। ଚାଲ ଜଙ୍ଗଲ ଭିତରୁ କିଛି ଶୁଖିଲା କାଠ ନେଇ ଆସିବା। ଘର ସିନା ଭଙ୍ଗା, ହେଲେ ଆମେ କାଠ ଜଳି କିଛିଟା ଗରମ ପାଇବା। ହଁ ଚଢ଼େଇ, ତୁ ଠିକ କହିଲୁ। ମୁଁ ବି ଏବେ ଶୁଖିଲା କାଠ ଆଣିବାକୁ ଯାଇଥାନ୍ତି। ଚାଲ ସମସ୍ତେ ମିଶିକି ଯିବା। ତାପରେ ସବୁ ଚଢ଼େଇ ଜଙ୍ଗଲ ଭିତରକୁ ଶୁଖିଲା କାଠ ଆଣିବା ପାଇଁ ଗଲେ। କାଠ ଖୋଜୁ ଖୋଜୁ ସେମାନେ ଜଙ୍ଗଲର ବହୁତ ଭିତରକୁ ଚାଲିଗଲେ। ହଠାତ୍ ସେମାନେ ଏକ କାନ୍ଦିବାର ସ୍ୱର ଶୁଣିଲେ। ସେମାନେ ସେଠି ଅଟକି ଗଲେ। ଆରେ କିଏ କାନ୍ଦୁଛି ବୋଧେ? ତମେ ମାନେ ବି କାନ୍ଦ ଶୁଣିପାରୁଛ ନା ମୁଁ ଭୁଲ ଶୁଣିଲି? ନା ଚଢ଼େଇ, ତୁ ଭୁଲ ଶୁଣିନୁ। ଆମେ ବି କାନ୍ଦିବାର ସ୍ୱର ଶୁଣିଛୁ, ହେଲେ ଏଠି କିଏ କାନ୍ଦୁଛି? କେହି ବି ତ ଦେଖା ଯାଉନାହାନ୍ତି। ସେପଟେ ଦେଖ, ସେଠି ଗୋଟେ ମକା ଘର ଦେଖା ଯାଉଛି। ନିଶ୍ଚୟ ସେଇ ପାଖରୁ ହିଁ କାନ୍ଦିବାର ସ୍ୱର ଶୁଭୁଛି। ଚାଲ ସେଠାକୁ ଯିବା। ଆରେ ଇଏ କେମିତିକା ଘର ଯାହାର କବାଟ ହିଁ ନାହିଁ? ଏଇ ଘର ଭିତରୁ ହିଁ କାନ୍ଦିବାର ସ୍ୱର ଶୁଭୁଛି। କିଏ ଅଛ ଭିତରେ? ତୁମେ କାହିଁକି କାନ୍ଦୁଛ? ମୁଁ ଜଣେ ପରୀ। ମୁଁ ଏ ମକା ଘରେ ବନ୍ଦୀ ହେଇଅଛି। ଦୟାକରି ମତେ ସାହାଯ୍ୟ କର। ମତେ ଏଠୁ ମୁକ୍ତ କର। ମତେ ଏ ଅନ୍ଧାର ଘରେ ରହିବାକୁ ଆଉ ଭଲ ଲାଗୁନି। ମତେ ଏଠୁ ବାହାରିବାରେ ସାହାଯ୍ୟ କର। ତୁମେ ଆଉ କାନ୍ଦନି ପରୀ। ଆମେ ଜାଣିଛୁ ତୁମ ଯାଦୁର ଲାଠିକୁ କିଏ ନେଇଛି। ତୁମେ ଚିନ୍ତା କରନି। ଆଜି ରାତି ହିଁ ମୁଁ ସେମାନଙ୍କଠୁ ଯାଦୁର ଲାଠି ଆଣି ତୁମକୁ ମୁକ୍ତ କରିବି। ଏମିତି କହି ଚଢ଼େଇ ରାତିରେ ଚୁପ ଚୁପ କାଉଙ୍କ ଘରକୁ ଗଲା। ସେତେବେଳେ କାଉମାନେ ଶୋଇଥିଲେ। ସେଇ ସୁଯୋଗରେ ଚଢ଼େଇ ତାଙ୍କ ଘରୁ ଯାଦୁର ଲାଠି ନେଇ ଆସିଲା। ଦୁଷ୍ଟ କାଉ ଦଳ, ପରୀକୁ ବନ୍ଦୀ କରି ତମେ ମାନେ ଆମ ଉପରେ ଅତ୍ୟାଚାର କରୁଛ ନା? ଏବେ ଯେତେବେଳେ ପରୀ ମୁକ୍ତ ହେବ ସେ ତମମାନଙ୍କୁ ଉଚିତ ଶିକ୍ଷା ଦେବ। ଏମିତି କହି ଚଢ଼େଇ ଶୀଘ୍ର ମକା ଘର ପାଖକୁ ଗଲା। ଯେମିତି ଚଢ଼େଇ ସେ ମକା ଘର ପାଖରେ ନେଇ ଯାଦୁର ଲାଠିକୁ ରଖିଲା, ପରୀ ମୁକ୍ତ ହେଇ ବାହାରକୁ ଆସିଲା। ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଆଜି ତମ ପାଇଁ ମୁଁ ମୁକ୍ତ ହେଇପାରିଲି। ନା ନା ପରୀ, ଧନ୍ୟବାଦ ଦେବାକୁ ପଡିବନି। ତୁମକୁ ମୁକ୍ତ କରିପାରି ଆମେ ଅନେକ ଖୁସି। ଏଇ ତୁମ ଯାଦୁର ଲାଠି ନିଅ। ଏବେ ସେ ଦୁଷ୍ଟ ପକ୍ଷୀ ମାନଙ୍କୁ ମୁଁ ଶାସ୍ତି ଦେବି। ସେମାନେ ମୋ ଉପରେ ଆଉ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଉପରେ ଅନେକ ଅତ୍ୟାଚାର କରିଛନ୍ତି। ଆଉ ତାଙ୍କର ରକ୍ଷା ନାହିଁ। ଏମିତି କହି ପରୀ କାଉମାନଙ୍କ ଘରକୁ ଗଲା ଆଉ ତାଙ୍କ ବଡ଼ ଘରକୁ ଭଙ୍ଗା ଘର କରିଦେଲା। ସେ ଜଙ୍ଗଲର ଅନ୍ୟ ଚଢ଼େଇ ମାନଙ୍କ ଘରକୁ ପୂର୍ବ ଭଳି କରିଦେଲା। ଏମିତି ଦେଖି ତ ଚଢ଼େଇମାନେ ଖୁବ ଖୁସି ହେଇଗଲେ। ତାପରେ ପରୀ ସେଠାରୁ ଚାଲିଗଲା। ସେପଟେ କାଉମାନେ ପୁରା ଥଣ୍ଡା ଦିନ ସେଇ ଭଙ୍ଗା ଘରେ ରହି ବିତେଇଲେ। ଏମିତି ସେମାନେ ନିଜ ଭୁଲର ଶାସ୍ତି ପାଇଲେ।